ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ଏକତାଳି ଗାଁରେ ଥିବା ଏକ ଗ୍ରୋସରୀ ଦୋକାନରେ ବୋମା ମାଡ଼ କରିଛନ୍ତି ଦୁର୍ବୃତ୍ତ। ଏଥିରେ ଦୋକାନ ମାଲିକ ତପନ ବିଶ୍ୱାଳ ଗୁରୁତର ଆହତ ହୋଇଛନ୍ତି। ଯଦିଓ ଉପସ୍ଥିତ ବୁଦ୍ଧି ଯୋଗୁଁ ତାଙ୍କର ଜୀବନ ବଞ୍ଚିଯାଇଛି, ତେବେ କିଏ ଏବଂ କାହିଁକି ତାଙ୍କ ଉପରେ ବୋମା ମାଡ଼ କରିଛି ତାହା ଅସ୍ପଷ୍ଟ ରହିଛି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ଗୋଟିଏ ଅଫୁଟା ବୋମାକୁ ଜବତ କରି ଅଧିକ ତଦନ୍ତ ଜାରି ରଖିଛି। 6 ଜଣ ଦୁର୍ବୃତ୍ତ 3ଟି ବାଇକ୍ରେ ଆସି ପ୍ରଥମେ ତପନକୁ ସିଗାରେଟ୍ ମାଗିଥିଲେ। ପରେ ଏକ ଫାଇବର ପାଇପ୍ରେ ନିସ୍ତୁକ ମାଡ଼ ମାରିଥିଲେ। କିଛି ବୁଝିବା ପୂର୍ବରୁ ତାଙ୍କ ଦୋକାନ ଭିତରକୁ 3ଟି ବୋମା ପକାଇ ଦେଇଥିଲେ। ଏଥିମଧ୍ୟରୁ 2ଟି ବୋମା ଫୁଟିଥିବା ବେଳେ ଗୋଟିଏ ଅଫୁଟା ବୋମା ରହିଛି। ତପନ ଚିତ୍କାର କରିବା ପରେ ସ୍ଥାନୀୟ ଲୋକମାନେ ପଳାଇ ଆସିଥିଲେ ଏବଂ ଦୁର୍ବୃତ୍ତମାନେ ଘଟଣା ଘଟାଇ ଫେରାର ମାରିଥିଲେ, ଯାହାକୁ ନେଇ ପୋଲିସ ପହଞ୍ଚି ତନାଘନା ଜାରି ରଖିଛି। ମୋତେ ଆଖିଲେ ସିଗାରେଟ୍ ମାଗିଲେ, ମୁଁ ସିଗାରେଟ୍ ଦେଲି। ସିଗାରେଟ୍ ଦେଇଛି ବୁଲେଟ୍ରେ ଆଇଲେ, ସିଗାରେଟ୍ ଦେଇଛି ଆଖିଲେଟ ମୋତେ ଢାଇକି ବାହାରେ ପାଇପ୍ରେ ବାଡ଼େଇଲେ। ବାଡ଼େଇ ଦେଇକି ବମ୍ ମାରିଦେଲେ 3ଟା। ବମ୍ ମାରିଲା ଭିତରକୁ ଜୀବନ ଭିତରେ ପଶିଗଲା ବେଳକୁ ମୋତେ ଧରିକି ମୋ ଗାଲରେ ଘୁଷାରି ଆଣିକି ଗାଲରେ ଢାଇ ଢାଇ ପିଟି ଦେଲେ। ପଦାରେ ଆମ ଗାଁରେ ମୋ ବାପା ଆଉ ଜଣେ ଅଜା ବଇଥିଲେ। କିଏ ଏଠି ଢପୁଡ଼ି ଆଇଲେ ପରେ ଛିନଛେଟ ହେଇକି ଗଲେ ଭାଇ 5-6 ଜଣ ଖଣ୍ଡେ 3ଟା ଗାଡ଼ିରେ। ମୋ ସଟୁଟା କେହି ନାହାନ୍ତି। ଢେଙ୍କାନାଳରୁ ହରେକୃଷ୍ଣ ରାଉତଙ୍କ ରିପୋର୍ଟ, ଖବର ଓଡ଼ିଶା।